ପାଖରେ ଖବର ଥିଲା ଯେ କି ଦୁଇ ଜଣ ପିଲା ଭୋଗରାଇ ଅଞ୍ଚଳର ଜଳେଶ୍ୱର ଅଞ୍ଚଳରୁ କିଛି ବ୍ରାଉନ୍ ସୁଗାର ନେଇକି ତାଙ୍କର ମୋଟରସାଇକେଲ ଆସୁଛନ୍ତି ଭୋଗରାଇ ଆଡ଼େ। ଆଇଆଇସି ଭୋଗରାଇଙ୍କ ନେତୃତ୍ୱରେ ଆମର ଗୋଟେ ଟିମ୍ ଜଗିଥିଲେ ବା ଯେଉଁ ଭୋଗରାଇ ଅଞ୍ଚଳର ଯେଉଁ ବାଟଗ୍ରାମ ଅଛି ସେଇ ଅଞ୍ଚଳରେ ଆମେ ସେଇ ଦୁଇ ଜଣ ପିଲାଙ୍କୁ ଟ୍ରାକ୍ କରିକି ଅଟକେଇଥିଲୁ। ଅଟକେଇ ତାଙ୍କ ସର୍ଚ୍ଚ କରିବା ଭିତରେ ଏବଂ ଦ୍ୟାଟ୍ ଯାହା ଯାହା ପାରାଫନିଆ ଅଛି ମେଣ୍ଟେନ୍ କରିକି ପଚରାଉଚରା କରିବା ଭିତରେ ତାଙ୍କ ପାଖରୁ ନେଟ୍ 24.75 ଗ୍ରାମ୍ସର ବ୍ରାଉନ୍ ସୁଗାର ରିକଭରି ହେଲା। ତାକୁ ଡିଟେନ୍ କରିକି ମାଜିଷ୍ଟ୍ରେଟ ଉପସ୍ଥିତିରେ ସେସବୁ ଜବତ କରାହେଇଛି ଏବଂ ସେ ଯାହାର ତାଙ୍କର ଯେଉଁ ଏକ୍ସକ୍ଲୁସିଭ୍ ଆଣ୍ଡ କନସେସନ୍ ପୋଜିସନ୍ରୁ ଯେଉଁଟା ଟ୍ରାକ୍ କରାହେଇକି ଧରାହେଲା ସେ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ବଜାର ମୂଲ୍ୟ 2.5 ଲକ୍ଷ ହେବ। ତାଙ୍କ ପାଖରୁ ଗୋଟେ ମୋବାଇଲ ଫୋନ୍ ଏବଂ ଗୋଟେ ବୁଲେଟ୍ ମୋଟରସାଇକେଲ ଆଉ ବ୍ରାଉନ୍ ସୁଗାର ଜବତ କରାହେଇଛି। ଏହି ସଂକ୍ରାନ୍ତରେ ଭୋଗରାଇ ଥାନାରେ କେସ୍ ରୁଜୁ ହେଇଛି, 33 ନମ୍ବର କେସ୍ ରୁଜୁ ହେଇଛି। ଆଜି ଯାହା ଯାହା ଏନ୍ଡିପିଏସ୍ ଆକ୍ଟର ନିୟମ ଅଛି ସେ ଅନୁସାରେ କରାହେଇକି ତାଙ୍କୁ କୋର୍ଟରେ ପ୍ରଡ୍ୟୁସ୍ କରାଯିବ। ବାରମ୍ବାର ସାର୍ ଏମିତି ବ୍ରାଉନ୍ ସୁଗାର ବେପାରୀ ବଢ଼ି ଚାଲିଛି, ଏଇ ମୂଳୋତ୍ପାଟନ କେବେ ହେବ ସାର୍? ପୋଲିସ ତ ଆମେ ପୁରା ଏଇ ଦିଗରେ ଜିରୋ ଟଲରେନ୍ସ ରଖିଛୁ ଏବଂ ଚେଷ୍ଟିତ ଅଛୁ ଯେମିତି ହେଲେ ଅଧିକରୁ ଅଧିକ ତାକୁ ଧରା ହେଇକି ଏବଂ ଯେହେତୁ କିଙ୍ଗ ପିନ୍ ଯେଉଁମାନେ ରହୁଛନ୍ତି ତାଙ୍କ ପାଖରେ ଆମେ ପହଞ୍ଚି ସମୂଳେ ବିନାଶ କରିବୁ ବୋଲି ଚେଷ୍ଟିତ ଅଛୁ। ଗୋଟିଏ ଗ୍ରୁପ ଧରା ପଡ଼ିଲା ପରେ ଆଉ ଗୋଟିଏ ଗ୍ରୁପ ସକ୍ରିୟ ହେଇଯାଉଛି, ତ ଏତେ ସାହସ ପାଉଛନ୍ତି କିନ୍ତୁ କାହିଁକି ସାର୍ ବେପାର ବଢ଼େଇ ଚାଲିଛନ୍ତି? ବର୍ଡରିଂ ଏରିଆ ରହୁଛି, ବେଙ୍ଗଲ ସାଇଡ଼ରୁ ସେମାନେ ଯେହେତୁ କିଛିଟା ପ୍ରୋକ୍ୟୁର କରିପାରୁଛନ୍ତି ଆଉ ସେଇ ଦିଗରେ ସେମାନେ ଟିକେ ଅଧିକା ହେଉଛି। ତଥାପି ପୋଲିସ ଆମେ ବିଗତ ଦିନରେ ଗୁଡ଼ାଏ କେସ୍ ବି କରିଛୁ। ଏବେ ବି ଚେଷ୍ଟିତ ଅଛୁ ଯେ କି ଅଧିକରୁ ଅଧିକ ଧରିକି ଯେଉଁମାନେ ଏଥିରେ ରହୁଛନ୍ତି ତାଙ୍କ ଲିଙ୍କେଜ୍ କାଢ଼ି ସେମାନଙ୍କୁ ଆମେ କୋର୍ଟ ଅଫ୍ ଲରେ ପ୍ରଡ୍ୟୁସ୍ କରିବା ପାଇଁ। ଠିକ୍ ଅଛି।